ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ ଏପ୍ରିଲ 28। ଦିନଟିର ପ୍ରଧାନ ଚିନ୍ତା। ଘଟଣାବଳୀର ବିବରଣ ସଂଗ୍ରହ କରିଲେ ଆମର ଜ୍ଞାନ ଲାଭ ହୁଏ ନାହିଁ। ପ୍ରକୃତ ଜ୍ଞାନ ସେହି ସର୍ବନିୟନ୍ତା ପ୍ରଭୁଙ୍କ ସଙ୍ଗରେ ଯୁକ୍ତ ହୋଇ ପ୍ରାପ୍ତ ହୋଇଥାଏ। ସ୍ମରଣୀୟ ପଂକ୍ତି। ଆସିଅଛ ଯଦି ପ୍ରଭୁ ତୁମେ ହୋଇ ଅତି କୃପା ପରବଶ ଏ ଅଯୋଗ୍ୟ ଗୁଣହୀନ ମୋ ଉପରେ କରିବ କି ଏକ ବରଦାନ? ରଖ ତେବେ କୃପା ହସ୍ତ ତବ ମୋ ନୟନ ଉପରେ, ଘୁଞ୍ଚାଅ ମୋର ଅନ୍ଧ ଦୃଷ୍ଟି, ଯେପରି ସେ କେବେ ଆଉ ନ ହରାଏ ତୁମକୁ, ପାଏ ମୁଁ ସର୍ବଦା ଯେପରି ତବ ଦର୍ଶନ। ନୀତି ଉପଦେଶ। ଅଜ୍ଞାନତା ହିଁ ଆମର ଦୃଷ୍ଟିକୁ ଆଚ୍ଛନ୍ନ କରିଅଛି। ଜ୍ଞାନ ହିଁ ଏକମାତ୍ର ଏହାର ପ୍ରତିକାର। ଜ୍ଞାନ ଉଦୟ ହେଲେ ଆଉ ଭୁଲ ଭ୍ରାନ୍ତି ହୁଏ ନାହିଁ। ସତେ ଯେପରି ହାତରେ ଏକ ପ୍ରଦୀପ ଆମେ ନେଇ ଚାଲୁଛୁ। ସମସ୍ତେ ଏହି ଆଲୋକ ପ୍ରଜ୍ୱଳିତ କରିପାରନ୍ତି। ଏହା ଆମ ଉପରେ ନିର୍ଭର କରେ। ଆମେ ଅନ୍ଧାରରେ ଚାଲିବା ଅଥବା ଅନ୍ତରରେ ଏହି ଜ୍ଞାନାଲୋକକୁ ପ୍ରଜ୍ୱଳିତ କରି ଏହାର ଆଲୋକରେ ଚାଲିବା। ଏକମାତ୍ର ଜ୍ଞାନ ହିଁ ଆମକୁ ପଥ ଦେଖାଇ ଭଗବାନଙ୍କ ନିକଟକୁ ନେଇଯାଇପାରିବ। ପ୍ରାର୍ଥନା। ହେ ଅନନ୍ତ ସତ୍ତା, ତୁମ ନିକଟକୁ ଯିବାର ପଥ ମୋତେ ଦେଖାଅ ପ୍ରଭୁ। ମୁଁ ଯେପରି ତୁମର ସାନ୍ନିଧ୍ୟକୁ ଆସି ଉପସ୍ଥିତ ହେବି ଏବଂ ତୁମର ଆଲୋକରେ ସ୍ନାନ କରିପାରିବି। କେଉଁଦିନ ଯେପରି ମୁଁ ତୁମର ଦର୍ଶନରେ ବିମୁଖ ବା ବିଫଳ ନ ହୁଏ। ମୁଁ ଯେପରି ସତତ ଏକନିଷ୍ଠ ହୋଇ ଅବିଚଳିତ ବିଶ୍ୱାସରେ ତୁମର ସାଧନା କରିବି।